ନମସ୍କାର ସକାଳର ବଡ଼ ଖବର ସକାଳର ଲାଟେଷ୍ଟ ଅପଡେଟ୍। ସାଲେପୁରର ଦିନେଶ ରାଉତ ଓରଫ ଅଞ୍ଜଳି ହତ୍ୟାରେ ଧରାପଡ଼ିଛି ଅପରାଧୀ କ୍ରିଷ୍ଣା କାଣ୍ଡି। ଧରାଇଦେଲା ହତ୍ୟାକାରୀକୁ ଅଞ୍ଜଳି କିନରଙ୍କ ଭ୍ୟାନିଟି। ଏହି ଭ୍ୟାନିଟି ପଛରେ ରହିଥିଲା ସବୁକିଛି ତଥ୍ୟ। ସେଦିନ କ୍ରିଷ୍ଣା କାଣ୍ଡି ସହିତ ଆସିଥିଲେ ଆଉ 2 ଜଣ ଅପରାଧୀ। କ୍ରିଷ୍ଣା କାଣ୍ଡିଙ୍କୁ ଜବରଦସ୍ତ ଟଙ୍କା ମାଗିଥିଲେ, କିନ୍ତୁ ସିଧାସଳଖ ଦିନେଶ ରାଉତ ଓରଫ ଅଞ୍ଜଳି ସିଧାସଳଖ ଟଙ୍କା ଦେବାକୁ ମନା କରିଦେଇଥିଲା। ଫଳରେ 3 ଜଣଙ୍କ ସହିତ ଚାଲିଥିଲା ଯୁକ୍ତି ତର୍କ। କ୍ରିଷ୍ଣା କାଣ୍ଡି ପରବର୍ତ୍ତୀ ସମୟରେ ନିଜ ପାଖରେ ରଖିଥିବା ମାରଣାସ୍ତ୍ର ମାଧ୍ୟମରେ ଅଞ୍ଜଳିକୁ ଆଘାତ ଦେଇଥିଲା। କିଛି ବାଟ ଦୂରରେ ଯାଇ ଅଞ୍ଜଳି କିନର ପଡ଼ିଯାଇଥିଲା। ସେଇଠି ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପରବର୍ତ୍ତୀ ସମୟରେ କ୍ରିଷ୍ଣା କାଣ୍ଡି ଉକ୍ତ ଭ୍ୟାନିଟିରୁ ସବୁ ଟଙ୍କା ନେଇ ଭ୍ୟାନିଟି ସେଇଠି ପକାଇ ଫେରାର ହୋଇଯାଇଥିଲା। ଫଳରେ ସେଇ ଭ୍ୟାନିଟି ହିଁ ଥିଲା ମୂକ ସାକ୍ଷୀ। ଭ୍ୟାନିଟି ମାଧ୍ୟମରେ ଅନେକ ସୁରାକ ପାଇଥିଲା ପିପିଲି ପୋଲିସ, ଯାହା ଫଳରେ କ୍ରିଷ୍ଣା କାଣ୍ଡିକୁ ଗତକାଲି ହିଁ ଗୁଳି ଚଳାଇ ଆହତ କରି କଟକ ମେଡିକାଲରେ ପକାଇଛି ଏବଂ ଏହା ପରେ ଆହୁରି ଜଣେ ଅପରାଧୀ ଗିରଫ ହୋଇଛି, କ୍ରିଷ୍ଣା କାଣ୍ଡିଙ୍କ ସହଯୋଗୀ। ଏବେ ଆହୁରି ଜଣେ ଫେରାର ଅଛି। ସିଏ ଧରା ପଡ଼ିଲେ ହିଁ ସବୁ ସତ୍ୟ ସାମ୍ନାକୁ ଆସିବ। କିନ୍ତୁ ଏଇଠି ବଡ଼ ପ୍ରଶ୍ନ ଉଠୁଛି, ସେଦିନ ଅଞ୍ଜଳି କିନର ଓରଫ ଦିନେଶ ରାଉତଙ୍କ ଭ୍ୟାନିଟି ହିଁ ଧରାଇ ଦେଲା ହତ୍ୟାକାରୀକୁ। ଯା ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।